କିଛି ହେଇନି କିଲା? ନା 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 ମୋର ତ କିଛି ହେଇନି। ସତ କହୁଛ ମ? ନା ଏ ଅପା ସାଙ୍ଗ ତୋ ଧୀର ଉପରେ ପଡ଼ିଥିଲା ନା? ଆଲୋ ହଁ ଗୋଡ଼ଟା ଖସି ପଡ଼ିଲା ତେଣୁକରି ତାଙ୍କ ଉପରେ ମୁଁ ପଡ଼ିଗଲି। ତା ମାନେ ତ ତୁମକୁ କିଛି ହେଇଛି ମା? କିଛି ହେଇଛି ମାନେ ବହୁତ କିଛି ହେଇଛି। କଣ ହେଇଥିଲା? କଣ ହେଇଛି ଶୁଣିବ? ହଁ ନା ମ ଲାଜ ଲାଗୁଛି। ଏ ଅପା ଆମେ ତୁମ ସାଙ୍ଗମାନେ ନା? ଆଲୋ ଏଇ ସାଙ୍ଗ ହେଲା ଜାଣିଛୁ ତାଙ୍କ ଉପରେ ପଡ଼ିଲା ପଟୁ କାହିଁକି ଜାଣି ମତେ କେମିତି କେମିତି ଲାଗୁଛି। କେମିତି କେମିତି ଦେହଟା ନା ଭାରି ଶୀତେଇ ଉଠୁছিল। ସତରେ ଅପା? ହଲୋ ହେଲେ ସାଙ୍ଗ ମୁଁ ତ ତାଙ୍କ ଉପରେ ପଡ଼ି ଯାଇଥିଲି। ଯାଇକି ଟିକେ ପଚାରି ବୁଝୁନୁ ତାଙ୍କର କଣ କିଛି କ୍ଷତି ହେଇନି ତ? ଠିକ ଅଛି ଲା ଚାଲ। ଏ ବିରା କଣ ହେଲା କଣ ତୁମକୁ କିଛି ହେଇନି? ମୋର ହୁଁ, କିଛି ବି ହେଇନି। ଏ ସତ କୁହ ମ? ଆରେ ସତ କହୁଛି ମୋର ଜମାରୁ ବି କିଛି ହେଇନି। ତମେ ମିଛ କହୁଛ? ନାଇଁ 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 କାଇଁ ମିଛ କହିବି, ସତ କଥା ହିଁ କହୁଛି। ମୋର କିଛି ବି କ୍ଷତି ହେଇନି। ଏଇ ଦେଖୁନ ଯେମିତି ଆଗରୁ ଥିଲି ଠିକ ଏଇନି ବି ସେମିତି ଅଛି। ଏ ଅପା ହଲୋ ସେ ତ କହୁଛନ୍ତି କିଛି ହେଇନି। ସାଥୀ ହେଲେ ସାଙ୍ଗ ମତେ ଗୋଟେ ଚିନ୍ତା ଘାରି ରହୁଛି। କଣ ହେଲା? ଆଲି ତାଙ୍କ ଫଳ ଆମେ ଚୋରି କରିକି ଖାଇଛେ। ହଁ ସେ କଣ ଭାବୁଥିବେ କିଏ ଜାଣେ? ନାଇଁ ନାଇଁ ତାଙ୍କୁ ପଚାରି ବୁଝିବାକୁ ହବ। ହେଲା ତମେ ସେଠି ଅପେକ୍ଷା କର ମୁଁ ତାଙ୍କୁ ପଚାରି ବୁଝୁଛି ହେଲା। ଠିକ ଅଛି ଲା ଠିକ ଅଛି। ଟିକେ ଶୁଣନ୍ତୁ। ମତେ କହୁଥିଲେ ନା? ଆରେ ହଁ ହଁ କୁହନ୍ତୁ। ଦେଖ ହଁ ତମ ଫଳ ସଂଗ୍ରହ କରିବା ପାଇଁ ମୁଁ ଅନେକ ଚେଷ୍ଟା କରିଛି। ହେଲେ ନା ମୁଁ ଗୋଟାଏ ଫଳ ତୋଳି ପାରିଲିନି। ମୁଁ ଚେଷ୍ଟାରେ ବିଫଳ ହେଇସାରିଛି। ତେଣୁକରି ଦେଖ ଆମ ସାଙ୍ଗମାନଙ୍କ ସହିତ ମତେ ଦୟା କର ଆଉ କ୍ଷମା କରିଦିଅ। ତମ ଫଳ ଆଉ ଆମେ ଜମାରୁ ସଂଗ୍ରହ କରିପାରିବୁନି। ଆରେ ନାଇଁ 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 ତମେ ଏମିତି ମତେ ହାତ ଯୋଡ଼ି କ୍ଷମା ମାଗିବାର କିଛି ଆବଶ୍ୟକ ନାହିଁ। ତାହେଲେ କାହିଁକି ନା ମୁଁ ଆଗରୁ ତୁମମାନଙ୍କୁ କ୍ଷମା କରିଦେଇଛି। କଣ ହେଲା? କ୍ଷମା କରିଦେଇଛି। ସତ କହୁଛ? ସତ କହୁଛି। ଆରେ ଝିଅ ପିଲାମାନେ ହେଇକି ସତ ଚେଷ୍ଟା କରିଥିଲେ ଫଳ ତୋଳିବା ପାଇଁ, ହଁ ଅବଶ୍ୟ ବିଫଳ ହେଇ ପଡ଼ିଛ। ସେଥିରେ କଣ ଅଛି? ତମ ମନକୁ କ୍ଷମା କରିଦେଇଛି। ସତେ? ହେଲେ ଶୁଣ ତୁମମାନେ ଝିଅ ପିଲାମାନେ ଅନେକ ସମୟ ହେଲାଣି ଏଠି ବୁଲାବୁଲି କରୁଛ ବୋଧେ। ତମ ଘର ଲୋକ ନିଶ୍ଚିତ ଭାବରେ ତୁମକୁ ଅପେକ୍ଷାରେ ରହିଥିବେ। ଆରେ ହଁ ତ ଏମିତି ଅରଣ୍ୟରେ ଆସିକି ବୁଲାବୁଲି କରି ବହୁତ ସମୟ ହେଇଗଲାଣି। ନା ନା ଆମକୁ ଯେମିତି ହେଲେ ଯିବାକୁ ପଡିବ। ତେଣୁକରି ମୁଁ କହିବା କଥା ହେଲା ତମେ 4 ଜଣ ସାଙ୍ଗରେ ମିଶି ତୁମ ସାଙ୍ଗରେ ମିଶିକି 5 ଜଣ ନିଜ ଘରକୁ ଚାଲି ଯାଇପାରିବ। ଠିକ ଅଛି ଠିକ ଅଛି। ଯେତେବେଳେ ତମେ ମତେ କ୍ଷମା କରିଦେଇଛ ହଁ ତାହେଲେ ଆମେ ବାହାରିବୁ କୋଉଠୁ? ତାହେଲେ ଆମେ ଚାଲି ଯାଉଛୁ। ହେ ବୀର କୁହ। ଆମ ମାନେ କ୍ଷମା କରିଥିବାରୁ ତମକୁ ଅଶେଷ ଅଶେଷ ଧନ୍ୟବାଦ। ଆରେ କିଛି ଆବଶ୍ୟକ ତାହେଲେ ନାହିଁ। ଆମେ ଆସୁଛୁ। ଠିକ ଅଛି। ବିଦାୟ ବିଦାୟ ଶୁଭ ବିଦାୟ। ବିଦାୟ। ତାହେଲେ ଆସୁଛି। ଠିକ ଅଛି। ଆରେ ଯିବା ଲୋ। ସେ ଆମ କ୍ଷମା କରିଦେଇଛନ୍ତି। ଚାଲୁ ଯିବା। ଆରେ ଟିକେ ଶୁଣିବ କି? ଆରେ ନାଇଁ ନାଇଁ ତୁମକୁ ନୁହଁ, ତୁମକୁ ବି ନୁହଁ। ନାଇଁ 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 ଆରେ ତୁମ 4 ଜଣଙ୍କୁ ନୁହଁ। ତମ ପଛପଟେ ଯିଏ ଅଛନ୍ତି ହଁ ସେ ନାଲି ନାଲି ଦେଖା ଯାଉଛନ୍ତି ତାଙ୍କୁ। ହଁ ତୁମକୁ। ଟିକେ ଆସିଲ। ଶୁଣିଲା ଏମିତି ପଛରୁ ଡାକିବାର ମାନେ କଣ? ଛୋଟିଆ କାମଟିଏ ଥିଲା। ଛୋଟିଆ କାମ କଣ? କାହିଁକି ନା ତମ ସାଙ୍ଗରେ ଅଳ୍ପ ସମୟ ମିଶିଲା ପରେ ମତେ କେଜାଣି କାହିଁକି ତମେ ଗୋଟେ ଉଚ୍ଚ କୋଟିର ବୋଲି ଜଣା ପଡିଲା। ଆଚ୍ଛା ହଁ ସେଥିପାଇଁ ଇଚ୍ଛା ପ୍ରକାଶ ହେଲା ଯେ କଣ? ତମେ କିଏ, ମୁଁ ତୁମ ଘର କୋଉଠି, ତୁମ ପିତାମାତା କିଏ, ଆଉ ପ୍ରଥମତଃ ତମ ନାମ କଣ? ଓ ଏକାଧାରରେ କହିବା ଗଲେ ତମେ ମୋ ପରିଚୟ ଜାଣିବା ପାଇଁ ଚାହୁଁଛ? ଆରେ ହଁ ଠିକ ସେଇ କଥା ମୁଁ ଜାଣିବା ପାଇଁ ଯାଉଛି। ଠିକ ଅଛି ତାହେଲେ ଯେତେବେଳେ ତମେ ସଂଗ୍ରହ କରୁଥିବା ଫଳ ଆମେ ସବୁ ଖାଇଦେଇଛି ସେଇ ନିମନ୍ତେ ମୋ ପରିଚୟ ତମକୁ ଦେବାରେ ମୋର କୌଣସି ବି ଆପତ୍ତି ନାହିଁ। ତାହେଲେ ବିଳମ୍ବ ନ କରି ତୁମ ପରିଚୟ ମତେ କହିଯାଅ। ନିଶ୍ଚୟ ବୀର। ତାହେଲେ କୁହ। ଏ ବୀର ହଁ ମୋ ପରିଚୟ ମନେ ଦେଖି ଶୁଣ ତାହେଲେ। ନିଶ୍ଚିତ ମନ ଦେଇକି ଶୁଣୁଛି। ଆଚ୍ଛା ହଁ ପରିଚୟ ଚଣ ହେ ବୀର କହିଛ। ବୃନ୍ଦାବନ ରାଜେ ମୋ ଘର। ନିଶ୍ଚିତ ଶୁଣୁଛି। ପରିଚୟ ଚଣ
तापरे तापरे हाँ महेंद्र केसारी अटती बपी शकुंतला मोर माता शकुंतला मोर माता राज परिवार जन्म मोहरी अटे मुता दुहिता अटे मुता दुहिता महेंद्र केसारी अटती बपी शकुंतला मोर माता शकुंतला मोर माता राज परिवार जन्म मोहरी अटे मुता दुहिता अटे मुता दुहिता अवंतिका नाम रे जाने संसार परिचय तण हे वीरा वृंदावन राजे मोखर परिचय तण हे वीरा वृंदावन राजे मोखर परिचय ए पाख वृंदावन राज्य में बसवास करे आ वृंदावन राज्य जे राजा अछंती हाँ राजा तांकर एकमात्र तांकर ज्येष्ठ झिया ज्येष्ठ झियो एकमात्र अलिअल कहले भी अतृप्ति हबनी मु हाँ नाम मोर अवंतिका अवंतिका अरे नाम जमी सुंदर तुम देखिले बेले भी ठीक गोटे चाउल रे गढ़ा हिम्म सते हाँ अच्छा अरे तमने तुम हूँ गोटे राजकुमारी हाँ राजा ओलियर बड़ुछ अरे हाँ हरे बाबा अरुण ए हूँ राजकन्या महेंद्र केसरींकर ज्येष्ठ झियो अवंतिका अरे पूर्वर मो पिता सहित पितार एमती बंधु भाव बढ़ी जाइए जे क्षणक भी किए क्या भूली पार नथिले आ ए केते वर्ष होला भूल बुझामणा पाई मो पिता आ तांको पितांकर एमिति शत्रुता उद्भावना हो जाइछि जे यांको पिता जदि मते जानिबे से पंडित रघुदासंकर पुत्र अरुण मो झियो अवंतिका को से कानून मध्य सामान्य फल पाई हैरान करुथिला से कथा जदि राजा जानिबे ताहले मोर मुंड ठारे घंटी तो अलग निश्चिंत करदेबे से भूल करेनि जा जेतिके हेछि एणिके अवंतिका को शीघ्र मो विदाय देवाक पड़िबो ए बिरा अरे कोन हिला मो परिचय सुन सारे मते हठात तमे एति निरप रहला आउ देखुछि मने मने कोन गोटे भाबी कि गुणु 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 होछ नहीं 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 तुम्हारी सुंदरता को मु वर्णना कर चलुथिली मो सुन हाँ हेले गोटे कथा देख कोन तुमको तो आगु में विदाय देउथिली आ गोटे कथा सुन मु तो तुम सचरी मन को देखि पारुनी से आगु को जाई अपेक्षा रहिछंती बोधे निश्चय तेणु मो कहबा कथा हला तमे एठी विलंबन करी सजन में से अपेक्षा रहिछंती तम निज बासगृह को चली जाओ एथर ए बिरा तमे से मते एठी जीवा पन कहउछ हाँ हेले मो मनटा ए पाखु छाडुनी जमारो तुम से मनडा ए पाको जमर छाडुनी ना काहे की काहे ना हाँ तम परिचय जानबा पई इच्छा प्रकाश करेछि मो परिचय ए बिरा तम फल खाइछि बोली तबे तम परिचय मो परिचय टिकटा मो तमक प्रदान करिछि हेले काहे जाने मो मन भीतर उंकी मारछि गोटे कथा काहे कि ना लागुछि मते जेमिति तम फल खाइछि बोली तमे मते जमार क्षमा करिनो नहीं 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 अरे मु तो काहे केते बेले तुमको क्षमा कर देछि हेले मो मन जमार बुझिनी जमार बुझिनी ना ताले मते कोन कले तुम मन बुझी जीव तमे कोन खली
हाँ तमे ना तम परिचय टिके मते प्रदान कले मु निश्चय बुझी जिबी तमे मते तम फल चोरी करी खाइचे बोली मते क्षमा करी देइछ एई कथा तमने मु निश्चित भाବରେ परिचय कहବାକୁ ପଡିବ निश्चय ତମେ ଯେ ଜମାରୁ ବି ଜାଗା ଛାଡ଼ିକି ଯିବନି हां ତେବେ ଠିକ ଅଛି ମୁଁ ପରିଚୟ ତୁମକୁ ପ୍ରଦାନ କରିଦେଉଛି କିନ୍ତୁ ଗୋଟିଏ କଥା हां ମୋ ପରିଚୟ ଶୁଣି ସାରିଲା ପରେ ଜମାରୁ ଏଠି ରହିବା ପାଇଁ ଇଚ୍ଛା କରିବେନି ना ना मु बा कोन पाई रही ସାଙ୍ଗେ ସାଙ୍ଗେ ଚାଲିଯିବ ତାହେଲେ ଶୁଣ ପରିଚୟ ପରିଚୟ ଆମର ଦେଉଅଛି ଭାସି ଶୁଣି ଯାବାରେ ଆଲୋଚାରୁ ହସି ନାମ ମୋର ଅରୁଣ ବୀର ତାହେଲେ ଶୁଣୁଛ ମୋ ପରିଚୟ मने दे ସମ୍ପୂର୍ଣ୍ଣ ଭାବରେ ମନ ଦେଇକି ଶୁଣ अरे निश्चय ପରିଚୟ ଆମର ଦେଉଅଛି ବାସି ଶୁଣି ଯାବାରେ ଆଲୋଚାରୁ ହସି ନାମ ମୋର ଅରୁଣ ବୀର ଅଟେ ମୁଁ ପଣ୍ଡିତ କୁମର ନାମ ମୋ ଅରୁଣ ବୀର ଅଟେ ମୁଁ ପଣ୍ଡିତ କୁମର ନାମ ମୋ ଅରୁଣ ବୀର ଆଉ ତାପରେ ଆଏ ରୂପସୀ ଶୁଣିଛ ତ ମନେ ଦେଇକି ମନେ ଦେଖି ଶୁଣୁଛି ରଘୁଦାସ ମୋ ପିତାଙ୍କ ନାମ ସ୍ୱର୍ଣ୍ଣଲତା କୋଳେ ଜନମ ମାଣିକ୍ୟ ଗଡ଼େ ମୋ ବାସସ୍ଥାନ ଫଳ ଆଣି ଆସିଥିଲି ବଡ଼ ପିତା ମାତାଙ୍କର ଏକଇ କୁମାର ନୀତି ପୂଜୁଥାଏ ଶିବଙ୍କ ପୟର ଏଇ ଗୀତରେ ବାସେ ବୀର ଅଟେ ମୋ ପଣ୍ଡିତ କୁମର ନାମ ମୋ ଅରୁଣ ବୀର ଅଟେ ମୋ ପଣ୍ଡିତ କୁମର ନାମ ମୋ ଅରୁଣ ବୀର अरे এই কথা তুমি তো আগରୁ କେହି ବି କହିନଥିଲେ। अच्छा ହଁ सत्य ना ପ୍ରଥମ ଥର ପାଇଁ ତମ ମୋ ରୂପ ସୁନ୍ଦର ବର୍ଣ୍ଣନା କରି ଚାଲିଛ। सत्य दिरा
ହଁ ତମକୁ ଯିଏ ଦେଖିବ ନା ସତରେ ତମ ଚେହେରାଟାରୁ ତା ନଜର ଜମାରେ ହଟେଇ ପାରିବନି। ଆଚ୍ଛା ଆରେ ହଁ ହେଲେ ଦେଖ ଆମ ଦି ଜଣଙ୍କର ଆଗରେ କଥା ଥିଲା। ମୁଁ ପରିଚୟ ଦେଇ ସାରିଲା ପରେ ତମେ ନିଶ୍ଚିତ ଭାବରେ କର୍ଣ୍ଣପାତ କରିସାରିଲି ହଁ ନିଜ ବାସଗୃହକୁ ଚାଲିଯିବ ବୋଲିକି। କାହିଁକି ନା ତମେ ସିଆଡେ ଗଲେ ମତେ ବିଳମ୍ବ ଅଛି। ତମେ ତ ଆଗରୁ ବି ଜାଣିଛ ମୁଁ ଶୀଘ୍ର ଫଳ ସଂଗ୍ରହ କରିବାକୁ ପଡିବ। ଏ ଅରୁ ସତରେ ମୁଁ ଏଠୁ ଚାଲିଯିବି। ହଁ ପରା ତମେ ବି ଏଠୁ ଚାଲିଯିବ। ହଁ ମୁଁ ବି ଫଳ ସଂଗ୍ରହ କରିକି ଚାଲିଯିବି। ହେଲେ ତା ପୂର୍ବରୁ ନା ମୁଁ ତମକୁ କିଛି ଗୋଟେ କହିବାକୁ ଚାହୁଁଛି। କିଛି ଗୋଟେ କହିବାକୁ ଚାଲିଛ? ହଁ ଆରେ ଏମିତି ଆଉ କଣ ବାକି ରହିଛି ମତେ ଶୁଣେଇବ? ବାକିଟା ଅନେକ କିଛି ଅଛି। ଆଚ୍ଛା ସେ ଅନେକ କିଛି ଭିତରୁ ତରତର ହେଇକି ମତେ ଗୋଟିଏ କଥା କହିଦିଅ। କଣ କହିବା ପାଇଁ ଚାହୁଁଛ? ସାଥୀ ହଁ କହିବି ଯେ ମତେ ନା ଭାରି ଭୟ ଲାଗୁଛି। ଭୟ ଲାଗୁଛି? ହଁ ଆରେ ମତେ କହିବା ପାଇଁ ଭୟ ଲାଗୁଛି? ନାଇଁ ନାଇଁ ମତେ ଭାରି ଭୟ ଲାଗୁଛି। ଜମାରେ ବି ଭୟ କରେନି। କଣ କହିବା ପାଇଁ ଚାହୁଁଛ? ଯୋଉ ସେବା କରିବା ପାଇଁ କହିଲେ ମୁଁ ନିଶ୍ଚିତ ଭାବରେ ସେଇ ସେବା ଯୋଗାଇ ଦେବି ତୁମକୁ। ତମେ ଶୁଣିବ? ନିଶ୍ଚିତ ଭାବରେ ଶୁଣିବି। ଆରେ ହଁ ମୁଁ ନା ତମେ ନା ତମକୁ ମତେ ନାଇଁ ନାଇଁ ତମେ ରାଗିବ। ମୁଁ ରାଗିବି? ହଁ ଆରେ ନାଇଁ 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 ମୁଁ ଏମିତି ଝିଅ ପିଲାଙ୍କୁ କେବେ ବି ରାଗେନି। କଣ କହିବା ପାଇଁ ଚାହୁଁଛ? ରାଗିବନି ତ? ଜମାରେ ବି ରାଗିବିନି। ମାନେ ମୁଁ କଣ କହୁଥିଲି କି ତମେ କଣ କହୁଥିଲ? ମୁଁ ନା ତମେ ନା ତମକୁ ହଁ ମତେ ରାଗିବନି ତ? କହିଲି ପରା ରାଗିବିନି। ମାନେ ମୁଁ ନା ତମକୁ ହଁ ତମେ ମତେ ପ୍ରଥମ ଦେଖାରେ ସେ ପ୍ରଥମ ଦେଖାରେ ଭଲ ପାଉଛି। ମୁଁ ତମକୁ ପ୍ରଥମ ଦେଖାରେ କାଇଁ ମନ ବାକ୍ୟ ଦେଇ ଭଲ ପାଇ ସାରିଛି। ଏ ତୁମେ କଣ କହିବା ପାଇଁ ଚାହୁଁଛ? ମୁଁ ସତ କହୁଛି। ଆରେ ମତେ ସ୍ୱପ୍ନ ଦେଖିଲା ଭଳି ଲାଗୁଛି। ଏ ହଲ ହଁ ସତରେ ମାନୁଛି ମୁଁ ରାଜଉଆସରେ ବଢିଛି। ହେଲେ କାହିଁକି ଜାଣେ ସେ ରାଜଉଆସଟା ମତେ ଭାରି ଅଣନିଶ୍ୱାସୀ ଲାଗୁଛି। ତେଣୁକରି ମୁଁ ମନେ ମନେ ଖୋଜୁଥିଲି ତମ ମାନେ ଏମିତି ଜଣେ ସରଳ ନିଷ୍କପଟିଆ ମଣିଷଟିଏ। ଆଚ୍ଛା ଆରେ ମୁଁ ସରଳତାର ଫାଇଦା ଉଠେଇବା ପାଇଁ ଜମାରୁ ବି ଚେଷ୍ଟା କରେନି। ମୁଁ ସେ ଭଳି ମଣିଷ ନୁହେଁ ମ। କାହିଁକି ଜାଣିଛ? ଭଲ ଭାବରେ ନିଶା ହେଇଯାଏ ମୋ ମୁଣ୍ଡରେ ଚଢିନି। ଆଚ୍ଛା ହଁ ତମେ କାହିଁକି ସେମିତି କହୁଛ କହିଲ? ତମେ ଜଣେ ପଣ୍ଡିତ ପୁଅ। ହଁ ତ ଆଉ ମୁଁ ଜଣେ ରାଜକନ୍ୟା। ଆମ ଦୁହିଁଙ୍କ ପ୍ରେମ ମିଳନ ହେଲେ ଦେଖିବ ଆମେ ତ ବହୁ ଖୁସିରେ ଗୋଟେ ସୁନା ସଂସାର କରିବା। ଆରେ ସେଇଥିପାଇଁ ତ ମୁଁ ମନା କରୁଛି। କାହିଁକି? ତମେ ଜଣେ ରାଜଅଲିରେ ବଢୁଥିବା ରାଜକନ୍ୟା ଆଉ ମୁଁ ଗୋଟେ ସାମାନ୍ୟ ପଣ୍ଡିତ ପୁତ୍ର। ଆରେ ମୁଁ ଯଦି ତୁମ ସହିତ ସୁନାର ସଂସାର ଗଢିବି ତାହେଲେ ବହୁତ ଖୁସି ହବ। ନା ସତେ ଯେମିତି ମୁଁ ବାମନ ହେଇକି ଚାନ୍ଦକୁ ହାତ ବଢେଇଲେ ସଙ୍ଗେ ସମାନ ହବ। ତମେ କୋଉ ରାଜ୍ୟରେ ଅଛ କହିଲ? ମାଣିକ ଯୁଗରେ ଅଛ? ଆଜିକାଲି ପ୍ରାୟ ଜାତି ଭେଦଭାବ ସବୁ ହଟି ଯାଇଛି। ଆଉ ତମେ ପୁଣି ସେ କଥାକୁ ଧରି ବସିଛ। ମୁଁ କିନ୍ତୁ ଧରି ବସିଛି। ତମେ ଯେତେ ସେତେ ଚେଷ୍ଟା କଲେ ମଧ୍ୟ ତମେ ଯୋଉ ଭଲ ପାଇବାର ନିମନ୍ତ୍ରଣ ଦେଉଛ ମୁଁ ଜମା ବି ସ୍ୱୀକାର କରିପାରିବିନି। ହେଲେ ମୁଁ ତମକୁ ଯେତେବେଳେ ପ୍ରଥମ ଦେଖାରେ କାୟ ମନେ ବାକ୍ୟ ଦେଇ ଭଲ ପାଇ ସାରିଛି ତମକୁ ଯେମିତି ହେଲେ ବି ନିଶ୍ଚୟ ମୁଁ ଆପଣାରେ କରି ରହିବି। ମୁଁ ଜମାରେ ବି ତମ ଆପଣାରେ ହେଇପାରିବିନି। ଆରେ କହୁଛି ପରା ଚାଲି ଯାଅ ନିଜ ବାସଗୃହକୁ। ଥରୁଟେ ମୋ ପାଖକୁ ଆସ। କାହିଁକି ଯିବି ଯେ? ଭଲ ପାଇବା। ଭଲ ପାଇବା? ଆରେ ଆସ ନା। ନା ଆଚ୍ଛା ହେ ରସିଆ ମନ ବସିଆ ଜମା କରନାଗ ନାହିଁ ନାହିଁ। ହଁ କରିବି ନା। ଆଚ୍ଛା ହେ ରସିଆ ମନ ବସିଆ ଜମା କରନାଗ ନାହିଁ ନାହିଁ। ଆଚ୍ଛା ହେ ରସିଆ ମନ ବସିଆ ଜମା କରନାଗ ନାହିଁ ନାହିଁ। ତମକୁ ଭଲ ପାଉଛି ବାଜିବ ବେବାଛି ଆଜି। ତମକୁ ଭଲ ପାଉଛି ବାଜିବ ବେବାଛି ଆଜି। ନିରାଶ କରନା ରସିକନା ଲରା ମତି ହବା ପାଇ। ଆଚ୍ଛା ହେ ରସିଆ ମନ ବସିଆ ଜମା କରନାଗ ନାହିଁ।
କାହିଁକି ମନେ କରୁଛ କହିଲ? କାହିଁକି ନା ତମେ ଯେମିତି ଧାଇଲା ବାଘୁଣୀ ବୋଲି ହେଇକି ମୋ ଉପରେ ଛାମ୍ପି ମାରୁଛ ନା, ମୁଁ ତ ଛାନିଆରେ ଡର ମାରୁଛି। ଛି, ହଁ ମୁଁ ଭାଗୁଣି ନୁହେଁ, ମୁଁ ତମ ବୋଲି ଗୋଟେ ମଣିଷ। ମଣିଷ କିଛି ବି କରିବିନି ମ। ତୁମେ ମତେ ପତା ମୁହିଁ ଅଟେ ଚାଷ ହୋ। ଆରେ ନାରୀର ଭୂଷଣ ପରା ଲାଜସ୍ୱରମ। ତମ ଦେହରେ ଲାଜସ୍ୱରମ ଅଛି ନା ସେଇ ଲାଜସ୍ୱରମ ଘରରେ ଫୋପାଡ଼ି ଦେଇକି ଚାଲି ଆସିଛ? ଲାଜସ୍ୱରମ କି ନା ଘରେ ମୁଁ ଛାଡ଼ିକି ଆସିଛି। ଛାଡ଼ିକି ଆସିଛ? ଭଲ କରିଛ। କାହିଁକି ଜାଣିଛ? କାହିଁକି? ତମକୁ ଆପଣାର କରିବି ବୋଲି। ମତେ ଆପଣାର କରିବି ବୋଲି ଲାଜସ୍ୱରମକୁ ଦୂରେଇ ଦେଉଛ ନା? ହଁ। କେମିତି ନାରୀ କିଏ ଜାଣି? ସେଥିପାଇଁ ତ କହୁଛି ତମେ ଏ ପାଠ ସେପଟ ନ ହୋଇ ମୋ କଥା ରାଜି ହେଇଯାଅ ନା। ତମ କଥାରେ ଏତେ ସହଜରେ ରାଜି ହେବି? ହେଲେ କହିଲି ପରା ମୁଁ ଜମାରୁ ମୋ ଲକ୍ଷ୍ୟ ହଟିବିନି କି ତୁମକୁ ରାଜି ହବ ଦୂର କଥା, ତୁମ ଛାଇ ପର୍ଯ୍ୟନ୍ତ ବି ମୁଁ ମାରି ପାରିବିନି। କଣ ହେଲା ମୁଁ ଛାଇ ବି ମାରିବନି? ହଁ, ତାମାନେ ତମ ମନ ଭିତରେ ମୋ ପାଇଁ ଟିକେ ମତେ ଭଲ ପାଇବା ନାହିଁ? ଟିକେ? ଆରେ ଅଳ୍ପ ବି ନାହିଁ। ଅଳ୍ପ ବି ନାହିଁ? ହଁ। ତାହେଲେ ତମେ ତମ ରାସ୍ତାରେ ଚାଲିଯିବାକୁ ଚାହୁଁଛ? ହଁ, ନିଶ୍ଚିତ ମୋ ରାସ୍ତାରେ ମୁଁ ଚାଲିଯିବା ପାଇଁ ଚାହୁଁଛି। ତାହେଲେ ଠିକ ଅଛି, ଯାହାକୁ ମୁଁ ପ୍ରଥମେ ଦେଖାରେ କାୟ ମନେ ବାକ୍ୟ ଦେଇ ଭଲ ପାଇଲି, ତାକୁ ତ ମୁଁ ଜୀବନ ସାଥୀ ରୂପରେ ପାଇପାରିଲିନି। ଆଚ୍ଛା, ତମକୁ ବା କାହିଁକି ହଇରାଣ କରିବି? ଯାଅ, ତମେ ତମ ରାସ୍ତାରେ ଚାଲିଯାଅ, ଆଉ ମୋ ଗନ୍ତବ୍ୟ ପଥରେ ନିଶ୍ଚୟ ଚାଲିଯିବି। ଆରେ ଏତେ ସହଜରେ ବୁଝିପାରୁଛ? ଏତେ ବିଳମ୍ବ କରୁଥିଲ କାହିଁକି? ଠିକ ଅଛି, ମୁଁ ମୋ ରାସ୍ତାରେ ଚାଲି ଯାଉଛି, ଆଉ ତମେ ତୁମ ଘରକୁ ଚାଲିଯାଅ। ଘରକୁ ନୁହଁ, ଆଉ କୁଆଡେ ଯିବ? ସେଇ ପାଖ ଝରଣାକୁ ମୁଁ ଚାଲି ଯିବାକୁ ଚାହୁଁଛି। ଝରଣା କୂଳକୁ ଚାଲି ଯାଉଛ? ହଁ। ପାଖ ଝରଣା କୂଳକୁ? ଆଉ ଦେଖା ଯାଉନି? ହଁ ତ ଦେଖା ଯାଉଛି। ଆଉ ତାହେଲେ ତମେ କଣ ଗାଧେଇନ? କଣ ହେଲା? ମୁଁ ଗାଧେଇନି। ହଁ, ମୁଁ ଗାଧେଇବା ପାଇଁ କୌଣସି ଝରଣାକୁ ଯିବି? ତାହେଲେ କଣ କରିବା ପାଇଁ ଝରଣା କୂଳକୁ? ନା, ଗାଧେଇବା ପାଇଁ ନୁହଁ। ତାହେଲେ କଣ ପାଇଁ? ସେ ଝରଣା କୂଳର ମୁଁ ଡେଇଁ ପଡିବା ପାଇଁ। ଆଚ୍ଛା, ତାମାନେ ଝରଣା କୂଳ ଡେଇଁ ପଡିଲେ ତମ ଅବସ୍ଥା କଣ ହବ ଜାଣିଛ? କଣ ହବ? କଣ ହବ? ଯାହାକୁ ଭଲ ପାଇଲି ତାକୁ ଆପଣାର କରିପାରିଲିନି, ସେଥିପାଇଁ ସେ ଝରଣା କୂଳ ମୁଁ ଡେଇଁ ପଡିବି, ଆଉ ତାପରେ ମୋ ଜୀବନ ବାୟୁଟା ଫୁରକିନା ଚାଲିଯିବ, ଆଉ ମୁଁ ନା। ଓ, ବହୁତ ବଢିଆ ନିଷ୍ପତ୍ତି ନେଇଛ, ମୋ ମନକୁ ପାଇଲା। ଆଲେ ମୁଁ ଭଲ ନିଷ୍ପତ୍ତି ନେଇଛି। ହଁ, ବହୁତ ବଢିଆ ନିଷ୍ପତ୍ତି ନେଇଛ। ତାମାନେ ମୁଁ ମରିଗଲେ ତମର କିଛି ହବନି? ମୋର କାହିଁକି କଣ ହବ ଯେ? କିଛି ହବନି ତ? କାଇଁ ମୋର କଣ ହବ? ଠିକ ଅଛି, ତମେ ମରିଯାଅ, ସରିଯାଅ, ଯୋଉଠି ନେଇ ପଡ, ମୋର କିଛି ବି ଯାଏ ଆସେ ନାହିଁ। ତାହେଲେ ଏଠି ହାଟ କର, ଅନେକ କର। ଆରେ ଯାଅ। ଯାଉଛି। ଆରେ ଯା ମ, ଶୀଘ୍ର ମରିଯାଅ। ହେଲା, ଯାଅ ମରିବ। ଏମିତି ନିର୍ଲଜ ମଣିଷ ମୁଁ ଜମାରୁ ଦେଖିନଥିଲି। ଭାବିଥିଲି ମରିଯିବି କହିଲେ ସେ ମୋ କଥାରେ ରାଜି ହେଇଯିବି ବୋଲି। ନା, ଯେତେବେଳେ ମରିବା ପାଇଁ ନିଷ୍ପତ୍ତି ନେଇ ସାରିଛି, ଯାହାକୁ ପ୍ରଥମ ଦେଖାରେ ଭଲ ପାଇଥିଲି ତାକୁ ଆପଣାର କରିପାରିଲି, ନିଶ୍ଚୟ ତା ପାଇଁ ମୁଁ ଜୀବନ ଦେଇକି ଦେଖେଇଦେବି ତାକୁ କେତେ ଭଲ ପାଏ ବୋଲି। ହଁ, ନିଶ୍ଚୟ ସେ ଝରଣାକୁ ଯାଇ ଆତ୍ମହତ୍ୟା ମୁଁ କରିଦେବି ମୁଁ ନିଶ୍ଚୟ ଆତ୍ମହତ୍ୟା।
एते विलंब परे मो मुंडर बोझ टे ओलै गला कहला कण धमकाई की कहछि तम पई जीवन दे देबी तम पई झरणा कल डेई पड़िबी एते जीवन देला बेला आज काली भर पाउछंती मु तो मो जीवन रे के देखिनी कण गोटे भल पाइबा पई जीवन दब एमिति जीवन देला बेला छियो अरे आज काली के झिपिला मन तो कहि हबनी से सदा सर्वदा एक जिद्रे अटल होइके रहि थांती मु टिके दूर रे जाई के देखे अरे से सत सत्य डेई पड़ी के मरुछि ना मो पकर से मिछ अभिनय करथिला जाई के देखे हाथ बथेलानी आलो किति समय मु जदि विलंब कर दे थांते तम अवस्था कोन है त जानि तांदा भणे दादा मो जीवन चली जाय थांदा ए तो सहज खुशी लागुती मरिबा पाई ना आ कोन करबी कहलो जाक मो भला पाइले ताकू त अपने कर पाले तारी पाखरे खुणार पात्र हे गलिबो अरे पागिली अरे कोटि पुण्य बोले मनुष्य जीवन श्रेष्ठ जीवन मिली थाई आ सामान्य पो भाई तम से मूल्यवान जीवन नष्ट कर देउथिलो अरे मु न आउ का तो भला भाई जीवन बंचे थांदरा आउ का ए बन मंदिर रे केवल से गोटे ना लखि जाइछि मु से अरो ता छडा आउ का भी ए मो मन मंदिर पूजा दे पारिबे रे अरे अवंतिका तुमको मते एते भला पाउछ मो जीवन टु भी अधिक तमको मो भला पाए अरे मो पई तुम मरिबा पाइबे के पूछा मुझे देउ नथिलो